Hi friends, welcome to our YouTube channel SBM Coaching Center. Friends, ଆପଣମାନଙ୍କର କାଲି ଦଶମ କ୍ଲାସ ବୋର୍ଡ ପରୀକ୍ଷା ହେବ। ସେଥିପାଇଁ ଆପଣମାନଙ୍କର ଯାହା ପ୍ରିପାରେସନ୍ ତ ସରିଯାଇଥିବ ଆଶା କରୁଛି। ତ କିନ୍ତୁ ଏହି ଭିଡ଼ିଓରେ ଆପଣମାନଙ୍କୁ ମୁଁ କହିବି, ଦେଖନ୍ତୁ ଯେତେବେଳେ ଏକ୍ଜାମକୁ ଯିବେ ବା ଏକ୍ଜାମ ହଲ୍କୁ ଯିବା ପୂର୍ବରୁ ଆଜି ଦିନଟି ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ସେଥିପାଇଁ ଏହି ଗୋଟିଏ ଦିନ ଆପଣମାନଙ୍କୁ ନିହାତି ଭାବରେ ଭଲ ଭାବରେ ପଢ଼ିବାକୁ ହେବ। ତ କ'ଣ କ'ଣ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗୁଡ଼ିକ ମୁଁ କହିଦେଉଛି। ଦେଖନ୍ତୁ ଏହି ଯେଉଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗୁଡ଼ିକ ସାହିତ୍ୟର ମୁଁ କହୁଛି। ପ୍ରଥମେ ଜନ୍ମଭୂମି, ମାନେ ଏହି ଯେଉଁ କ୍ୱେଶ୍ଚିନ୍ ଗୁଡ଼ିକ ପ୍ରଥମେ ଖାଲି ପଢ଼ି ଯିବେ, ଘୋଷିବାକୁ ଆଉ ସମୟ ନାହିଁ, ଘୋଷିବେନି, ଖାଲି ପଢ଼ିଦେବେ, ମନ ଲଗାଇ ପଢ଼ିଦେବେ। এইଗୁଡ଼ିକ ନିହାତି ଏଥିରୁ ପ୍ରାୟ କ୍ୱେଶ୍ଚିନ୍ ଆସିବ। ଦେଖନ୍ତୁ ଆପଣ ଜନ୍ମଭୂମି ପ୍ରବନ୍ଧକୁ ଯିବା, ସେଠିକାର ପ୍ରଶ୍ନରେ କୁହାଯାଇଛି, ଏହି ଯେଉଁ ଗୋଟେ ଦୁଇଟି ପ୍ରଶ୍ନ ମୁଁ କହୁଛି ଏଇଟା ବାରମ୍ବାର ପରୀକ୍ଷାରେ ଆସୁଛି। କୋଉଟା ନା ଏକ ନମ୍ବର କହିଛି, ଗ୍ରାମରେ ଦେଖାଯାଉଥିବା ଏକ ପରିବାରତ୍ୱ ପରମ୍ପରା ସମ୍ପର୍କରେ ପଠିତ ପ୍ରବନ୍ଧକୁ ଭିତ୍ତି କରି ବର୍ଣ୍ଣନା କର। এইটা ଆସିଥିଲା ଆପଣମାନଙ୍କ 2020ରେ, 18ରେ, 14ରେ ମଧ୍ୟ ଆସିଥିଲା। ସେଥିପାଇଁ ଏହି କ୍ୱେଶ୍ଚିନ୍ଟା ଟିକେ ନିହାତି ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଇଟା ଟିକେ ଭଲ ଭାବରେ ନୋଟ୍ସରୁ ପଢ଼ିଦେବେ। ଦ୍ୱିତୀୟ କ୍ୱେଶ୍ଚିନ୍ ହେଲା, ପଠିତ ପ୍ରବନ୍ଧରୁ ପଲ୍ଲୀର ଶିକ୍ଷିତ ସମ୍ପ୍ରଦାୟକୁ ଶ୍ରୀକୃଷ୍ଣଙ୍କ ସହିତ ତୁଳନା କରାଯିବା କେତେ ଦୂର ଯୁକ୍ତି ପ୍ରସଙ୍ଗ ବୋଲି ବା ଯୁକ୍ତିସଙ୍ଗତ ବୋଲି କହିଛନ୍ତି। ଏଇଟା 2016, 15, 14ରେ ଆସିଥିଲା ହେଲା। ତାପରେ ପଲ୍ଲୀ କୂଳକୁ ଫେରିଯିବା ପାଇଁ ଲେଖକଙ୍କର କୁଣ୍ଠାବୋଧ କାରଣ ଦର୍ଶାଅ। এই দুইটি ଏଇଟା ମଧ୍ୟ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଏଇ ତିନୋଟି କ୍ୱେଶ୍ଚିନ୍କୁ ଆପଣମାନଙ୍କୁ ପ୍ରାକ୍ଟିସ୍ କରିବାକୁ ପଡ଼ିବ ହେଲା। କିଛି ପ୍ରାକ୍ଟିସ୍ ନାହିଁ, ଖାଲି ପଢ଼ି ଗୋଟେ ମନ ଲଗେଇକି ପଢ଼ିଦେବେ, ନିହାତି ହେଇଯିବ। ତାପରେ ଆମେ ଦେଖିବା ଏଇ ସରଳାର୍ଥ ଦେଖିବା। ଏଇ ସରଳାର୍ଥ ଦେଖନ୍ତୁ, ଏହା ମଧ୍ୟ ତାଙ୍କର କୃତକର୍ମର ପରିଣାମ। এইଟା ମଧ୍ୟ ଇମ୍ପୋର୍ଟାଣ୍ଟ, ଏଇଟା 2017ରେ ଆସିଥିଲା। ତାପରେ ଏମାନେ ପୁଷ୍ପିତ ପଳାଶବନରେ ଦେଖନ୍ତି ବିଦ୍ରୋହର ବହ୍ନି ଏବଂ ସ୍ଥଳ ପଦ୍ମରେ ଦେଖନ୍ତି ଆହାବରର ରକ୍ତ, ଅନନ୍ତ ଯୁଗରେ ଦେଖନ୍ତି ଅନାଗତ ଯୁକ୍ତ ରକ୍ତ କୀର୍ତ୍ତନ। ଏଇଟା ଟିକେ ଦେଖିଦେବେ। ପୁଣି ଦେଖିବେ ସଭ୍ୟତା ବିଜ୍ଞାନ। ସଭ୍ୟତା ବିଜ୍ଞାନର এইটা ନିହାତି ଆପଣମାନଙ୍କୁ ଭେରି ଇମ୍ପୋର୍ଟାଣ୍ଟ। ସଭ୍ୟତାର ବିକାଶରେ ବିଜ୍ଞାନର ଥିବା ଅବଦାନ ପଠିତ ପ୍ରବନ୍ଧ ଅନୁସରଣ ମାନେ କ'ଣ ଆଲୋଚନା କର କହିଛି। 2017, 19 ଏଗୁଡ଼ିକରେ ଆସିଥିଲା। ତାପରେ ଆମେ ଆଉ ଗୋଟେ କଥା ଦେଖିବା, ଏହାର ସରଳାର୍ଥ ଦେଖିବା। ଏ ସରଳାର୍ଥର ଦୁଇଟି ସରଳାର୍ଥ ଟିକେ ଭଲ ଭାବରେ ପଢ଼ିଦେବେ। ଗୋଟେ ହେଲା, ବିରାଟ ସାଗର ଆଜି ଦୁର୍ଲକ୍ଷ କି ତୁଙ୍ଗ ହିମାଳୟ ସୁଦୂର ହୋଇନାହିଁ। ଏଇଟା ଟିକେ ଦେଖିଦେବେ। ଏବଂ ଏକ ନମ୍ବର କହିଛି, ଏହା ସୁଫଳ ବା ଶେଷ ଫଳ କ'ଣ ହେବ ତା ଭବିଷ୍ୟତ ଗର୍ଭରେ ନିହିତ, ବର୍ତ୍ତମାନ କେବଳ କ'ଣ ଚାଲିଛି, ପରୀକ୍ଷଣ ହିଁ ଚାଲିଛି। ଏଇଟା ଟିକେ ଦେଖିଦେବେ। ତାପରେ ମାତୃଭୂମି, ମାତୃଭାଷା, ଲୋକଶିକ୍ଷା। এইটা ଏଠି ଦେଖିବେ। ଏକ ନମ୍ବର ଯେମିତି କହିଛି, ପଠିତ ପ୍ରବନ୍ଧ ଅନୁସାରେ ମାତୃଭାଷା ପ୍ରସାରର ଆବଶ୍ୟକତା ସମ୍ପର୍କରେ ଆଲୋଚନା କର। ଏଇଟା ଦେଖନ୍ତୁ 2018 ରେ ଆସିଥିଲା, 2018ରେ ମଧ୍ୟ ଆସିଥିଲା ସପ୍ଲିମେଣ୍ଟାରୀ ଏକ୍ଜାମରେ, ଏବଂ 2016ରେ ମଧ୍ୟ ଆସିଥିଲା। ଏବଂ ଆଉ ଗୋଟେ କହିଛି, ମାତୃଭାଷାର ପ୍ରସାର ପାଇଁ ପ୍ରାବନ୍ଧିକ କେଉଁ ଚିନ୍ତନ ପ୍ରୟାସ କରିଛନ୍ତି ତାହା ପଠିତ ପ୍ରବନ୍ଧକୁ ଭିତ୍ତି କରି ଆଲୋଚନା କର। ଏଇଟା ଗୋଟେ। ଏବଂ ମାତୃଭାଷା ମାଧ୍ୟମରେ ଶିକ୍ଷା ହିଁ ଦେଶ ଜାତିର ପ୍ରଗତି ପରିଚାୟକ ପ୍ରବନ୍ଧ ମାଧ୍ୟମରେ ଆଲୋଚନା କର। ଏଇଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଇମ୍ପୋର୍ଟାଣ୍ଟ। ଏଇ ଯେଉଁ ମୁଁ ଯାହା କହୁଛି এইଗୁଡ଼ିକ ବର୍ତ୍ତମାନ ଟିକେ ପଢ଼ି ଚାଲିବେ, ପଢ଼ି ଯିବେ। ଏବଂ ଆଉ ଗୋଟେ ଦେଖନ୍ତୁ, ନରେନ୍ଦ୍ର ବିବେକାନନ୍ଦ ଯିବା। ନରେନ୍ଦ୍ର ବିବେକାନନ୍ଦ ଯିବା ସେତେବେଳେ ଦେଖନ୍ତୁ ଏଇ ତିନୋଟି ଯାକ ପ୍ରଶ୍ନ, এই ତିନୋଟି ଯାକ ପ୍ରଶ୍ନକୁ ଆପଣମାନେ ଟିକେ ଆଲୋଚନା କରିବେ। ଏବଂ ଆଉ କ'ଣ, ପଦ୍ୟ ବିଭାଗ ଦେଖ ସରିଲା, ଗଦ୍ୟ ବିଭାଗ ସରିଲା, ପଦ୍ୟ ବିଭାଗ ଯିବା। ପଦ୍ୟ ବିଭାଗରେ ରାଘବଙ୍କ ଲଙ୍କାତ୍ରା ଅନୁକୂଳ, এইଟା ଗୋଟେ। ରାବଣର କୂଟନୀତିକୁ ବାରମ୍ବାର ଏଇଟା ପରୀକ୍ଷା ଆସୁଛି। 19ରେ ଆସିଥିଲା, 17ରେ ଆସିଥିଲା, 15ରେ ଆସିଥିଲା। ତାପରେ ଆଉ କ'ଣ ଦେଇଛି, ସରଳାର୍ଥ ଦେଖିବା। ଏଇ ତିନୋଟି ଯାକ ସରଳାର୍ଥ ମଧ୍ୟ ଇମ୍ପୋର୍ଟାଣ୍ଟ ଆପଣମାନଙ୍କୁ, ଦେଖିଦିଅନ୍ତୁ ଟିକେ। ତାପରେ ଦେଖିବା ଚିଲିକାରେ ସାୟନ୍ତନ ଦୃଶ୍ୟ ସାଙ୍ଗମାନେ, ଏଇଟା ଭେରି ଇମ୍ପୋର୍ଟାଣ୍ଟ। କବିତା ଅନୁସରଣରେ ଚିଲିକାର ସାୟନ୍ତନକାଳୀନ ଦୃଶ୍ୟକୁ ବର୍ଣ୍ଣନା କର। ଏଇଟା 2020ରେ, 18ରେ, 16ରେ, 15ରେ ଏବଂ 14ରେ ବିଭିନ୍ନ ଏକ୍ଜାମରେ ଏଇଟା ଆସିଛି, ବର୍ତ୍ତମାନ ମଧ୍ୟ ଆସିପାରେ। ଟିକେ ପ୍ରାକ୍ଟିସ୍ କରିଦେବେ। ତାପରେ ଆଉ କ'ଣ ଦେଖିବା, ଦେଖନ୍ତୁ ଏଇଟା ମୁଁ ଟେଲିଗ୍ରାମରେ ମଧ୍ୟ ପଠାଇ ଦେଉଛି, ଆପଣମାନେ ଆକୁ ଦେଖିକିରି ପ୍ରାକ୍ଟିସ୍ ମଧ୍ୟ କରିଦେବେ। ଦେଖନ୍ତୁ ଏଗୁଡ଼ିକର ଟିକେ ପଜ୍ କରି ଭିଡ଼ିଓଟାକୁ ନେଇଯାଆନ୍ତୁ। ଆଉ ଏଇଟା ଯେଉଁ ଦିଆଯାଇଛି, ସର୍ବଶହ ମାଟିର
এই কবিতাটি ମଧ୍ୟ ଟିକେ ଆଲୋଚନା କରିଦେବେ। ତୋର ମୁକତିରେ ମୋର ମୁକତିମା, ତୋର ହସରେ ମୋର ହସ, ତୋହରି ଅନ୍ତର ଆଦେଶ ତଳେ ମୁଁ ଘୋଷି ତୋର ମହାଦୋଷ। ଏହାକୁ ଟିକେ ଦେଖିଦେବେ ହେଲା।